ବାବାଙ୍କୁ ନେଇ କ'ଣ କହିବା ସାରଥି ବାବୁ ବର୍ତ୍ତମାନ ତାଙ୍କର ଗାଡ଼ିବାଲାଙ୍କର ଦୈନନ୍ଦିନ ଦୁଃଖ ତମେ ସାରଥି ବାବୁ ଭକ୍ତ ହଁ ବା ଜଗା ମୋର ତ ବର୍ତ୍ତମାନ ସାରଥି ବାବାଙ୍କର ଭକ୍ତ ଜଣେ ଆମ ଗହଣରେ ଅଛନ୍ତି ପ୍ରଭୁ ସାରଥି ଖାଲି ସାରଥି ବାବା କହିଲେ ଭୁଲ ହେବ ପ୍ରଭୁ ସାରଥି ତେବେ ଆପଣ ସାରଥି ବାବୁଙ୍କ ସଂସ୍ପର୍ଶରେ କେବେଠାରୁ ଆସିଲେ ମୁଁ ଆଇଲିଣି 15 ବର୍ଷ ହେଲା 20 ବର୍ଷ ଯେଉଁଦିନ ଆରମ୍ଭ ହେଲାଣି ଯେତେବେଳେ ସାରଥି ବାବାଙ୍କ ଉପରେ ଯୌନ କେଳେଙ୍କାରୀ ଲାଗିଲା ସେ ବର୍ତ୍ତମାନ ଜେଲକୁ ଯାଇ ଏବେ କେଉଁ ଜାଗାରେ ଅଛନ୍ତି କେହି ଜାଣିନାହାନ୍ତି କିନ୍ତୁ ଆପଣ ଏବେ ବି ତାକୁ ପ୍ରଭୁ ବୋଲି ମାନୁଛନ୍ତି କହୁନି ସତ୍ୟରେ ଚାଲୁଥିଲା ପଛରେ କଲା କୁକର୍ମ କଲା କିଏ କଲା ବାବା ବାବା ବୁଝିଲେ କି ଆପଣ ଦେଖିଲେ ସାରଥି ବାବା କୁକର୍ମ କଲେ ଆପଣ ତାଙ୍କୁ ଏବେ ବି ରଖୁଛନ୍ତି ଆମେ ହେଲୁ ସାର ମାନବ ମନେ ରଖିଥାନ୍ତୁ କିନ୍ତୁ ସାରଥି ଆଜ୍ଞା ପିଚ୍ କେହି ଦେଇପାରିବେନି ସେ କର୍ମ ଖରାପ କଲା ଭିତରକୁ ଗଲା କିନ୍ତୁ ଆପଣ ଏବେ ବି ସାରଥି ବାବୁଙ୍କୁ ପୂଜୁଛନ୍ତି ମାନୁଛନ୍ତି ପୂଜା କରୁଛନ୍ତି ହଁ ପୂଜା ନ କରୁ ମାନୁଛୁ ତ ଗୁରୁବାର ଏକା କଥା ଜଣେ ଯଦି ଜଣକୁ ମାନୁଛି ସମ୍ମାନ ଦେଉଛି ପୂଜା କରିବା ସହିତ ସମାନ ନା ଆମେ ଗୋଟେ ବେନିଫିଟ୍ ପାଉଛୁ ଆମେ ଗାଡ଼ି ବାଲା ଶହ ଲୋକ ବହୁଥିଲୁ ତା ସକାଶେ ଶହ ଲୋକ ଶହ ଲୋକ ବହୁଥିଲୁ ଗାଡ଼ି ବାଲା ଚଳୁଥିଲେ ଅଟୋ ବାଲା ଚଳୁଥିଲେ ଫୁଲ ବାଲା ଆଉ ଗୋଟେ କଥା ସାର୍ ଆପଣଙ୍କର ଯେତେବେଳେ ସାରଥି ବାବାକୁ ଏବେ ପୂଜା କରୁଛନ୍ତି ଘରେ ପୂଜା କରୁନୁ ଆମେ ମାନିଛୁ ମାନିବା ପୂଜା କରିବା ଭିତରେ ଫରକ କ'ଣ ରହିଲା ଆପଣ ତାଙ୍କ ତିଳକୁ ରଖିଛନ୍ତି ଜଣା ପଡ଼ିଯାଉଛି ସ୍ପଷ୍ଟ ରୂପେ ଆପଣ ହେଲେ ତାଙ୍କର ପ୍ରଭୁ ତାଙ୍କ ଲୋକ ଆମେ ନୁହେଁ ଆମେ ଯାଉଥିଲୁ କାମ ଅଣ୍ଡା କରୁଥିଲୁ ସବୁ ଆପଣ ଦୀକ୍ଷା ନେଇଛନ୍ତି ଜଣା ପଡୁଛି ନା ତିଳକ କେମିତି ଦୀକ୍ଷା ବି ତିଳକ ତ ସମେତ ମାରୁଛନ୍ତି କିନ୍ତୁ ଏ ହେଉଛି ସାରଥି ତିଳକ ଜଗନ୍ନାଥଙ୍କର ତିଳକ ଅଛି ଆପଣ ଯୋଉଟା ଲଗେଇଛନ୍ତି ସାରଥି ତିଳକ ହଁ ଏ ଯୋଉ ସାରଥି ତିଳକ ସାରଥି ବାବା ଭକ୍ତ ହେଲା ଏ ସାରଥି ବାବା ଭକ୍ତ ବର୍ତ୍ତମାନ ଖରାପ ନାହିଁ ଆପଣ ଅନ୍ତରରୁ କୁହନ୍ତୁ ତ ବର୍ତ୍ତମାନ ଯେତେବେଳେ ଆପଣଙ୍କର ବାବା ଜେଲରୁ ଯୋଉ କାମ କରିଥିଲେ କିନ୍ତୁ ଆପଣ ନିଜକୁ କ'ଣ ଭାବୁଛନ୍ତି ସେ ଠିକ କରୁଛନ୍ତି ଭୁଲ କରୁଛନ୍ତି କର୍ମ ଖରାପ କଲେ କହିଲି ତେବେ ଆପଣ ସେ ରାସ୍ତା ନ ଛାଡ଼ି ପୁଣି ତାଙ୍କ ହାତରେ ବାନ୍ଧି ହେଉଛନ୍ତି ଆମେ ସେ ରାସ୍ତାରେ କୋଉଠି ତିଳକ ଲାଗିଛି ତିଳକ ତ କହିଲେ ସେ ବାନ୍ଧି ହଉନାହାନ୍ତି ଏ ତିଳକ ଲଗାଉଛନ୍ତି ଏ ବାନ୍ଧି ହଉନାହାନ୍ତି ଆଚ୍ଛା ବହୁଛନ୍ତି କାହିଁ ସେ ହେଉଛନ୍ତି ସେ ହେଉଛନ୍ତି କେନ୍ଦ୍ରାପଡ଼ା ଲୋକ ସେଇଥିପାଇଁ ସେ ଆମରି କେନ୍ଦ୍ରାପଡ଼ା ଲୋକ ସେଇଥିପାଇଁ ସେ ତାଙ୍କ ତିଳକ ଲଗେଇଛନ୍ତି ବାନ୍ଧି ବାଗିଆ ଲୋକ ନାହାନ୍ତି ସାରଥି ବାଗିଆ ପିଚ୍ କିଏ ଦେଇଦେବେ ବାହାର କଲେ ଓଡ଼ିଶାର ଗୋଟେ ଲୋକ ସେଇ ବାଗିଆ ପିଚ୍ ଦେଇଦେବ ସେ ଯେଉଁ ପ୍ରବଚନ ଦେଉଥିଲା ଲୋକଙ୍କୁ ବୁଝାଉଥିଲା କେଉଁଟା ଲୋକ ବାହାର କଲେ ଏ ଯେଉଁ ସାରଥି ବାବା ଯେତେବେଳେ ପ୍ରଥମ ମୋ ମଉଜାରେ ପହଞ୍ଚିଲେ ବାରିମୂଳୁ ସେ ବାରିମୂଳୁ ମୋ ବାରି ପଛପଟକୁ ତାଙ୍କ ଆଶ୍ରମ ମୁଁ ସେଠି ରୋକିଥିଲି ମୁଁ କହିଲି ଆଜ୍ଞା ଏଇଟା ଦଣ୍ଡା ଗୋଚର ଆପଣ କ'ଣ ଏଠିକି ଆସନ୍ତି ଏଇଠି କରିବେ କ'ଣ ତେଣୁ ଆପଣ କହିଲେ ଏ ଦଣ୍ଡା ଗୋଚର ମୋର ଦରକାର ମୁଁ କହିଲି ଆପଣ କେଉଁ ସରକାର ନା ମୁଁ ନବୀନ ପଟ୍ଟନାୟକ ସରକାର ତେଣୁ ହେଇଗଲା ଦଣ୍ଡା ଗୋଚର ନବୀନ ପଟ୍ଟନାୟକ ସରକାର ସେ ଆଶ୍ରମ ବର୍ତ୍ତମାନ କ'ଣ ଭୂତ କୋଠି ଆଶ୍ରମ ବର୍ତ୍ତମାନ ଭୂତ କୋଠି ସେମାନେ ରହିଛନ୍ତି ଉପଯୋଗୀ କନେଷ୍ଟବଳ ରଖିକ ଯେଉଁ ଲୋକ ଚାକିରି ଛାଡ଼ିଲା ପରେ ଚାକିରି ସରିଲା ପରେ ପିଲାମାନଙ୍କୁ ପଇସା ନ ଦେଇ ସେ ପଇସା ନେଇ ସାରଥି ଆଶ୍ରମରେ ଦେଇକି ଭାବିଥିଲେ ବାକି ଜୀବନ କାଟିବୁ ସିଏ ବର୍ତ୍ତମାନ କୁଆଡ଼େ ସେମାନେ ବାହାରକୁ ଆଲାଉ ହେଇଛନ୍ତି ପିଲା ଛୁଆ ପଚାରିଲେ ନା ବାବା ପଚାରିଲେ କେହି ପଚାରୁନାହାନ୍ତି ବାବା ଏବେ କୋଉଠି ଅଛନ୍ତି ବାବା ବର୍ତ୍ତମାନ କେନ୍ଦ୍ରାପଡ଼ାରେ ନାଇଁ ଆଶ୍ରମ କୋଉଠି ଅଛନ୍ତି କେନ୍ଦ୍ରାପଡ଼ାରୁ କେତେବେଳେ କୁଆଡ଼େ ଯାଉଛନ୍ତି ସେ କହିପାରିବେନି ଆମେ କିଏ କହୁଛି ବ୍ରହ୍ମପୁରରେ ଅଛି ଆସିବେ କିଏ କହୁଛି କେନ୍ଦ୍ରାପଡ଼ାରେ ଅଛି ଆସିବେ ମାରିବେ ମୁଁ ବର୍ତ୍ତମାନ ସଠିକ ଘଟଣା କହିବି ଆପଣଙ୍କ ତାଙ୍କୁ ପଚାରେ ସେ କହିପାରିବେ ବର୍ତ୍ତମାନ ସାରଥି ବାବା କଲିକତାରେ ଆଶ୍ରମ କରି ରହିଛନ୍ତି ଏମାନେ କେହି ଜାଣିନାହାନ୍ତି ବର୍ତ୍ତମାନ ତାଙ୍କର ଯେଉଁମାନେ ଶିଷ୍ୟ ସେମାନେ କଲିକତାକୁ ଜଣେ ଜଣେ ଯାଉଛନ୍ତି ଏଇ